ମାରିବି ଗାଲୁ କେଜାଣି ଜଗତର ଦଳ। ଭାରତ ସ୍ୱାଧୀନତା ବେଳେ ଯେତେବେଳେ ନୂଆ ନୂଆ ଇଂରାଜୀ ଅକ୍ଷର ଶିଖା ହଉଥିଲା ସେତେବେଳେ କୁହାହଉଥିଲା ଏ ଫର ଏପୁଲ, ବି ଫର ବଲ, ସି ଫର କ୍ୟାଟ୍, ଡି ଫର ଡଗ, ଇ ଫର ଏଲିଫେଣ୍ଟ। ତମେ ପୁରା 2000 ଆସିକି 15, 16, 18 ପିଲା ତମେ କହିବ ଏ ଫର ଏପୁଲ। ନୂଆ ନୂଆ ପିଲା ଯାକ କହିଲେ ସାର୍ ଆମେ ତ ଏଇଆ ଜାଣିଥିଲୁ ଆଉ କଣ ନୂଆ ଅଛି ଯଦି କୁହନ୍ତୁ। ସାର୍ ଟୋକା ନୂଆ ସାରେ ସିଏ ଜାଣିଛନ୍ତି ପାଠ। କହିଲେ ଶୁଣ ମୁଁ ଯାହା କହୁଛି ମନ ଦେଇକି। ପିଲା ଯାକ କହିଲେ କୁହନ୍ତୁ। ସାର୍ କହିଲେ ଏ ଫର आमेली, बी फॉर विनती, सी फॉर चांदिनी, डी फॉर डॉली, ई फॉर एलिना, एफ फॉर फिन्नू, जी फॉर बुन्नी, एल फॉर लिली, एम फॉर मंगली घर झियो, एस फॉर सिली। खाली झियो को ना कहले ई जो छुआ सारे एमितिका मास्टर आमे खोजुथुलु विद्याराम। ସାର୍ ଆପଣ ଏ ରୁ ଜେଡ୍ ଯାଇ ଶିଖେଇଲେ ଏକାଥରେ ପଚାରନ୍ତୁ ପାଣି ଭଳିଆ ଗୋଳ ଗୋଳିକି କହିବା। ମାଷ୍ଟର କହିଲେ ମୁଁ ଜାଣିଛି ତମର ଅନୁଗୁଳିଆ ବେମୁରୁଆ ତମେ କହିଦବ। ମୁଁ ତମକୁ ଆଜି ପଚାରିବିନି ଧନ, ମୁଁ କାଲି ପଚାରିବି କହିକି ସାର୍ ପଳେଇଲେ। ସିନିୟର ସାର୍ ମାନେ କହିଲେ ଦେଖିଲ ପିଲା ଏକାଥରେ କହୁଛନ୍ତି ଘୋଷି ଦେଲେ ମୁଁ କାଲି ପଚାରିବି କହିକି ତା ପରଦିନ ଯେତେବେଳେ ସାର୍ ନେକ୍ସଟ କ୍ଲାସରେ ବସିଗଲେ ପଚାରିବା ଲାଗି ପିଲା ଯାକ ସବୁ 32 ଦାନ୍ତ ଏମିତି ଖୋଲିକି ହାତରେ ଧରିକି ବସିଛନ୍ତି ଯେମିତି ସରପଞ୍ଚ କ୍ୟାଣ୍ଡିଡେଟ୍ ଆଗକୁ ଇଲେକ୍ସନ ଅଛି। ସାର୍ କହିଲେ ଶିଖି ଦେଇଛ? ହଁ ସାର୍ କହିକି ଏମିତି ହାତ ଦେଖିଲେ ଯେମିତି କହୁନି କାନ ମୁଣ୍ଡାରେ ବାଜିବ। ମାଷ୍ଟର କହିଲେ ପଚାରିଦବା ଆଉ ତୁ ନା ତୁ କହିଲୁ ସି, ଖାଲି ସି କହିଛନ୍ତି ଫର କଣ କହିନାହାନ୍ତି। ତୁ ନା କହିଲୁ ସି, ସେ ଚାନ୍ଦିନ ସାର୍। ସାର୍ କହିଲେ ଆଚ୍ଛା। ବନ କହିଲୁ ଡି ଫର ଡଲି ସାର୍ ରାଉତ ଘର। তোমার কার ঘর ঝিও বিজে জানি। স্যার গেলা আচ্ছা বুবনা কইলু এল গেলা স্যার এল ফর লিলি তার গোটে ডান সাইড রে ভাত উড়ি আছে। স্যার গেলা আচ্ছা এতে ডিটেলস এগুলা সাদা গুলা বলি কইছো টিকে ডিফিকল্ট পচারিবা কইকি সেতল তো স্মার্ট বোর্ড নথিলা। সারে চক ঘড়ি টিকে ধরলে চক রে যাই ব্ল্যাক বোর্ড লিখি দেলে ডব্লিউ ডব্লিউ ফর অনিলা কি হাত টেকু না দেও সবু গোটে বালুলা তাকো ভিতরে ইমিটি হউছে। ସାର୍ କହିଲେ ଏମିତି କଣ ହଉଛି ନା ସାର୍ ଆସୁଛି ଯାଉଛି ସାର୍ ଜିଭ ଉପରେ ଅଛି। ସାର୍ କହିଲେ କହୁନୁ ନା ସାର୍ ମୋର ଟିକେ ଡାଉଟ୍। ସାର୍ କହିଲେ ଆରେ ଡବ୍ଲ୍ୟୁ ଫୋର ତ କହିବ ଏଥିରେ ଡାଉଟ୍ କଣ? ଇଏ ପିଲା କହୁଛି ସାର୍ ମୋର ଡାଉଟ୍ ଏକ୍ଚୁଆଲି ସାର୍ ଏଇଟା ଏମ ଫର ମଙ୍ଗୁଳି ଘର ଝିଅ। ସିଏ କାହିଁକି ଗୋଡ଼ ଟେକି ନେଇଛି ମୁଁ ଜାଣିପାରୁନି। ଇଏ ହଉଛନ୍ତି ଆଜିକାଲିଆ ଛୋଟ ପିଲା। ବୟସ୍କ ଲୋକଙ୍କ କଥା କହିବି ମାନେ ଆମେ ତ ଏବେ ସମସ୍ତେ ପ୍ରାୟ